ଆଜିର ନୂତନ ଶବ୍ଦ ହେଉଛି ANTHRAX। ଆକୁ ଆମେ ଉଚ୍ଚାରଣ କରିବା ଆନ୍ଥ୍ରାକ୍ସ। ଆନ୍ଥ୍ରାକ୍ସର ଅର୍ଥ ହେଉଛି ଜୀବାଣୁ ଦ୍ୱାରା ହେଉଥିବା ଏକ ଗୁରୁତର ରୋଗ। ଓଡ଼ିଆରେ ଅର୍ଥ ହେଉଛି ବ୍ୟାକ୍ଟେରିଆ ଦ୍ୱାରା ହେଉଥିବା ଏକ ଗୁରୁତର ରୋଗ। ଏବେ ଉଦାହରଣ ସ୍ୱରୂପ ବୁଝିବା। ପ୍ରଥମ ଉଦାହରଣ ଆନ୍ଥ୍ରାକ୍ସକୁ ନେଇକି ଚାଲନ୍ତୁ ବୁଝିବା। ଆନ୍ଥ୍ରାକ୍ସ ମେନଲି ଆଫେକ୍ଟସ୍ ଆନିମଲ୍ସ, ମାନେ ଆନ୍ଥ୍ରାକ୍ସ ରୋଗ ପ୍ରଧାନତଃ ପଶୁମାନଙ୍କୁ ପ୍ରଭାବିତ କରେ। ମେନଲିର ଅର୍ଥ ହେଉଛି ପ୍ରଧାନତଃ, ଏଫେକ୍ଟସର ଅର୍ଥ ହେଉଛି ପ୍ରଭାବିତ କରେ, ଆନିମଲ୍ସର ଅର୍ଥ ହେଉଛି ପଶୁମାନଙ୍କୁ। ଦ୍ୱିତୀୟ ଉଦାହରଣ, ଡକ୍ଟର୍ସ ଟ୍ରିଟେଡ୍ ଦ ପେସେଣ୍ଟ ଫର୍ ଆନ୍ଥ୍ରାକ୍ସ, ମାନେ ଡାକ୍ତରମାନେ ରୋଗୀଙ୍କୁ ଆନ୍ଥ୍ରାକ୍ସ ପାଇଁ ଚିକିତ୍ସା କଲେ। ଟ୍ରିଟେଡ୍ର ଅର୍ଥ ହେଉଛି ଚିକିତ୍ସା କଲେ, ପେସେଣ୍ଟର ଅର୍ଥ ହେଉଛି ରୋଗୀମାନଙ୍କୁ କିମ୍ବା ରୋଗୀଙ୍କୁ, ଆନ୍ଥ୍ରାକ୍ସର ଅର୍ଥ ହେଉଛି ବ୍ୟାକ୍ଟେରିଆ ଦ୍ୱାରା ହେଉଥିବା ଏକ ଗୁରୁତର ରୋଗ। ଏମିତି ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲ ସହିତ ଯୋଡ଼ି ରୁହନ୍ତୁ। ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ରହିଲି, ନମସ୍କାର, ଜୟ।